पूजारे थे माँ तुम्हें थे पुजारिनी। ଏ ବୋଇଲା ହାଲୋ ସତେଲ ତମ ମାନଙ୍କ ମନରେ ଏତେ ସବୁ କଥା ଲୁଚିଛି ବୋଲି ମୁଁ ସତରେ ଆଗରୁ ଜାଣିନଥିଲି ମୋ ସତରେ ଏ ବୋଇଲା ହାଲୋ ହେଲେ ତମେ ଭବିଷ୍ୟତ କଥା ସିନା କହିଦେଲ ହେଲେ ଏଇ ବର୍ତ୍ତମାନରେ ମୋ ମନ ଭିତରଟା କଣ ହେଉଛି ଆଉ ମୁଁ କୋଉ ପରିସ୍ଥିତି ଦେଇ ଗତି କରୁଛି ହଁ ତମେ ଜାଣିଛ ନାଇଁ ଲୋ ମା ଏ ବୋଇଲା ହାଲୋ ନା କେବେ ଜାଣିବା ପାଇଁ ଚେଷ୍ଟା କରିଛ ନାଇଁ ନାଇଁ ଶୁଣିବ ଶୁଣିବୁ ଲୋ ଶୁଣିବ ଏଇ ମୋ ମନ ଭିତରେ ଲୁଚି ରହିଥିବା ହଁ ତାହେଲେ ମନ ଧ୍ୟାନ ଦେଇ ଶୁଣିଲ ବୋଉଲା ହଉ ଲୋ ସଖୀ ଶୁଣା ମୋ ମନର ବାଣୀ ପ୍ରିୟା ମିଟଣୀ ସଖୀ ଶୁଣା ମୋ ମନର ବାଣୀ ପ୍ରିୟା ମିଟଣୀ ସଖୀ ଶୁଣା ମୋ ମନର ବାଣୀ ପ୍ରିୟା ମିଟଣୀ ସପନ ଦେଖୁଛି ଭଲ ମୁଁ ପାଉଛି ସପନ ଦେଖୁଛି ଭଲ ମୁଁ ପାଉଛି ମୋ ସପନ ଆସିକି ଭଲ ଗୁଣି ସଖୀ ଶୁଣା ମୋ ମନର ବାଣୀ ପ୍ରିୟା ମିଟଣୀ ସଖୀ ଶୁଣା ମୋ ମନର ବାଣୀ ପ୍ରିୟା ମିଟଣୀ हो ଜାଣିନି ଠିକଣା କିଏ ସେହି ବୀରା ଅଜଣା ମହାବି ଲାଗୁଛି ନିଜରା ଅଜଣା ମହାବି ଲାଗୁଛି ନିଜରା କାହାକୁ କହିବି ଏ ମନର କଥା କିଏ ବା ବୁଝିବ ଏ ମନର କଥା କିଏ ବା ବୁଝିବ ମନର ବ୍ୟଥା ତାକୁ ଝୁରି ଝୁରି ଦିନ ଗଲା ସରି ତାକୁ ଝୁରି ଝୁରି ଦିନ ଗଲା ସରି ତା ଘର ବହୁରାଣୀ ସଖୀ ଶୁଣା ମୋ ମନର ବାଣୀ ପ୍ରିୟା ମିଟଣୀ ସଖୀ ଶୁଣା ମୋ ମନର ବାଣୀ ପ୍ରିୟା ମିଟଣୀ এই বললাম ହାଲୋ ସତରେ କଣ ମୋ ସ୍ୱପ୍ନଟା ସତ ହବ ହଁ ସତରେ କଣ ସେ ରାଜକୁମାର ମୋ ପାଖକୁ ଫେରିକି ଆସିବ ଏ ବଉଲା ଠିକ ଅଛି ତମ ତୁଣ୍ଡ ନା ସୁତୁଣ୍ଡ ହଉ
ହେଲେ ତ ମତେ ହାଲୋ ତମ ଚାରି ଜଣଙ୍କୁ ଆଜି ଗୋଟେ କଥା ପଚାରିବି। କି କଥା ଲୋ ଏ ବୋଉଲ ଯେ ମା ଆମେ ହଉଛୁ 5 ଜଣ କୁଆଁରୀ ଝିଅ। ହଁ ହେଲେ କହିଲ ଆଜି ଦିନଟା ଆମ ପାଇଁ କଣ? କଣ କିଲୋ? ଏ ହଁ ଆଜି ଦିନ ଏ ଭଲ ଭାବରେ ମନେ ପକେଇକି କୁହ। ଏଇ ଦିନ ହୁଁ ଆଜି ଦିନଟା ହଉଛି ଆମ ସମସ୍ତଙ୍କ ପାଇଁ ବହୁତ ବଡ଼ ଦିନଟିଏ ଲୋ। ମାନେ କହିଲ କୋଉ ଦିନ? ଏ ହଁ ଆଜି ହଉଛି ଦେବଦେବ ମହାଦେବଙ୍କର ମହାଶିବରାତ୍ରିର ନା ଭଲ ବୋଉଲ। ଆଉ ଜାଣିଛ କଣ ଥିଲା? ଏଇ ଦିନକୁ ସବୁ ଝିଅ ମାନେ ଅପେକ୍ଷା କରିକି ରହିଥାନ୍ତି। ହଁ କାହିଁକି ଜାଣିଛ? କାହିଁକି ଥିଲ? କାହିଁକି ନା ନିଜ ମନ ପସନ୍ଦର ବରଟିଏ ମାଗିବାକୁ। ଏ ବୋଉଲ ହେଲେ ଚାଲ ଆମ ପାଖରେ ସମୟ ନାହିଁ, ଶୀଘ୍ର ଶିବ ମନ୍ଦିରକୁ ଚାଲିଯିବା। ହେଲେ ବୋଉଲ ହଁ ଆମ ପାଖରେ ପୂଜା କରିବା ପାଇଁ କିଛି ନାହିଁ। ନାଇଁ ଲୋ ମୁଁ କଣ କହୁଥିଲି କି ହଁ ସେ ଦେବଦେବ ମହାଦେବ ଆମକୁ ତ ଧନ ରତ୍ନ ହୀରା ନୀଳା ସବୁ କିଛି ଦେଇଛନ୍ତି। ଆମେ ବା ତାଙ୍କୁ କଣ ଦେଇପାରିବା? ଏ ବୋଉଲ ହଁ ଏ ଉଦ୍ୟାନକୁ ଦେଖ ମ, ଏ ଉଦ୍ୟାନରେ କେଡେ ସୁନ୍ଦର ସୁନ୍ଦର କଅଁଳିଆ ଫୁଲ ଗୁଡ଼ିକ ଫୁଟିଛି। ହଁ ଲୋ ଏଇ ଫୁଲ ଗୁଡ଼ିକ ତୋଳିକି ଯଦି ଶିବଙ୍କ ଚରଣ ତଳେ ଆମେ ରଖିବା, ସେ ଖୁସି ହେଇକି ଆମକୁ ବର ଯାଞ୍ଚିକି ଦେବେ ଲୋ ବୋଉଲ। ସତରେ ଲୋ ଆଉ ଜମାରୁ ଡେରି କରନି, ଚାଲ ଶୀଘ୍ର ଯାଇ ସେ କଅଁଳିଆ ଫୁଲ ଗୁଡ଼ିକୁ ତୋଳିକି ଆଣ। ହଉ ଲୋ ଚାଲ ବୋଉଲ, ହଁ ଶୀଘ୍ର ଯାଅ। ଏ ବୋଉଲ ତମେ ବି ଯାଅ ଲୋ, ଶୁଣୁଛ ନା? ହଁ ମ। ହେ ଦେବଦେବ ମହାଦେବ, ତମକୁ ଆଉ ମୁଁ କଣ ଲୁଚେଇକି ରଖିବି ପ୍ରଭୁ? ତମେ ତ ମୋ ରାଜ୍ୟ ବିଷୟରେ ସବୁ ଜାଣିଛ। ମୋ ରାଜ୍ୟରେ ଯେତେ ବି ପୁତ୍ର ସନ୍ତାନ ମାନେ ଜନ୍ମ ହଉଛନ୍ତି
ସମସ୍ତେ ମୃତ୍ୟୁବରଣ କରିଛନ୍ତି ପ୍ରଭୁ। ଆଉ ମୋ ବଡ଼ ଭାଇ ଓ ଭାଉଜ ଗୋଟିଏ ପୁତ୍ର ସନ୍ତାନ ଲାଭ କରିବା ପାଇଁ 21 ବର୍ଷ ପାଇଁ ତୀର୍ଥଯାତ୍ରାକୁ ଯାଇଛନ୍ତି। ଆଉ ମୁଁ ଏକୁଟିଆ ଝିଅ ପିଲାଟା ହେଇକି ଏତେ ବଡ଼ ରାଜ୍ୟକୁ ଶାସନ କରୁଛି। ମୁଁ ଆଉ ଏ ବୋଝ ସମ୍ଭାଳି ପାରୁନି ପ୍ରଭୁ, ମୁଁ ଆଉ ଏ ବୋଝ ସମ୍ଭାଳି ପାରୁନି। ରାଜକୁମାରୀଙ୍କର ଜୟ ହେଉ, ରାଜକୁମାରୀଙ୍କର ଜୟ ହେଉ, ରାଜକୁମାରୀଙ୍କର ଜୟ ହେଉ। ଆରେ ଗୁମସ୍ତା, ତମେ ଏଠି? ହଁ ରାଜକୁମାରୀ, ମୋ ପ୍ରଣାମ ଧ୍ୟାନ କରନ୍ତୁ ରାଜକୁମାରୀ। ଠିକ ଅଛି। ହେଲେ ଗୁମସ୍ତା, ହଁ ରାଜକୁମାରୀ। ତମେ ଏଠି କଣ ପାଇଁ? ରାଜକୁମାରୀ, ରାଜ୍ୟରେ ସବୁ ଠିକ ଅଛି ନା? ହଁ ହଁ ହଁ, ଆପଣ ଆଦୌ ବ୍ୟସ୍ତ ହୁଅନ୍ତୁନି, ସମସ୍ତେ କୁଶଳ ଅଛନ୍ତି। କିନ୍ତୁ ରାଜକୁମାରୀ, ହଁ। ମୁଁ ଆପଣଙ୍କ ରାଜ୍ୟର ଯୋଉ ଦିଗରେ ଖୋଜି ବୁଲିଲି, ହେଲେ ଆସି ଦେଖିଲା ବେଳକୁ ଆପଣ ଏଇ ମନ୍ଦିରରେ ଅଛନ୍ତି। ଆରେ ତମେ କଣ ଜାଣିନ? ଜାଣିଛି। ଆଜି ହଉଛି ମହାଶିବରାତ୍ରି। ଜାଣିଛି ରାଜକୁମାରୀ। ସେଇଥିପାଇଁ ମୋ ସହଚରୀ ମାନଙ୍କୁ ସାଙ୍ଗରେ ଧରି ମୁଁ ମନ୍ଦିରକୁ ଆସୁଥିଲି। କିନ୍ତୁ ଏ ମନ୍ଦିରକୁ କଣ ପାଇଁ ଆସିଥିଲେ ରାଜକୁମାରୀ? ମନ୍ଦିରକୁ ଲୋକେ କଣ ପାଇଁ ଆସନ୍ତି? ନିଜ ମନର କଥା ଜଣେଇବା ପାଇଁ। ହଁ ଏଇ କଥା କଣ ତମେ ଜାଣିନ? ଜାଣିଛି, ତଥାପି କଣ ତଥାପି? ଆପଣ ଏଠି ଆସି ଭୁଲ କରିଦେଲେ ରାଜକୁମାରୀ। କାହିଁକି? ଆପଣ ଏଠି ଆସିକି ବହୁତ ବଡ ଭୁଲ କରିଦେଲେ ରାଜକୁମାରୀ। ତମେ କଣ କହିବାକୁ ଚାହୁଁଛ? କାହିଁକି ନା ଏଇଟା ହଉଛି ଗୋଟିଏ ପଥର ମୂର୍ତ୍ତିଟା। ଆଉ ଏଇ ପଥର ମୂର୍ତ୍ତିରେ ଆପଣ ଯେତେ ମୁଣ୍ଡ କଚାଡ଼ି କଚାଡ଼ି ବାଡ଼େଇଲେ ମଧ୍ୟ ଆପଣଙ୍କ ମୁଣ୍ଡ ଫାଟି ଲହୁଲୁହାଣ ହେଇଯିବେ। କିନ୍ତୁ ସେଇ ପଥର ଭିତରୁ ଭଗବାନ ବାହାରି ଆସି କହିବେନି ଉଠ ନା ଉଠ, ଆଜି ବି ତମ ଦୁଃଖ ଦୂର ହେଇଗଲା ବୋଲି। ଆମ ମହାରାଜା ଯୋଉ 21 ବର୍ଷ ପାଇଁ ତୀର୍ଥଯାତ୍ରା ଯାଇଛନ୍ତି, ସେ ମଧ୍ୟ ରାଜ୍ୟକୁ ଫେରି ପାରିବେ ନାହିଁ। ଆଉ ତାଙ୍କର କୋଳରେ ପୁତ୍ର ସନ୍ତାନଟିଏ ମଧ୍ୟ କେବେ ବି ହବନି ରାଜକୁମାରୀ। ସୁମତା, ସେ ତୁମେ କଣ କହି ଯାଉଛ? ସତ କହୁଛି। ଆରେ ସେ ହଉଛନ୍ତି ସୃଷ୍ଟିର କରତା। ତାଙ୍କ ବିଷୟରେ ଏମିତି କହିବାକୁ ତମକୁ କଣ ଟିକେ ବି ସଂଯୋଗ ଲାଗୁନି? କାହିଁକି ସନ୍ଦେହ ଲାଗିବ? କାହିଁକି ମତେ ସଂକଟ ଲାଗିବ? କାହିଁକି ମତେ ଲାଜ ଲାଗିବ? କହୁନାହାନ୍ତି, ଇଏ କଣ ସୃଷ୍ଟିକର୍ତ୍ତା? ସତରେ ଯଦି ଇଏ ସୃଷ୍ଟିକର୍ତ୍ତା, ସତରେ ଯଦି ଇଏ ଭଗବାନ, ତାହେଲେ ଆମ ମହାରାଜାଙ୍କ କୋଳରେ କାହିଁକି ପୁତ୍ର ସନ୍ତାନଟିଏ ଦେଲେନି? ଯଦି ଏ ସତରେ ଭଗବାନ, ତାହେଲେ କାହିଁକି ଆମ ରାଜ୍ୟରେ ଦୁଃଖର ଲହରୀ ଖେଳି ଉଠୁଛି? ଆପଣ କୁହନ୍ତୁ ରାଜକୁମାରୀ, ଆପଣ ଯଦି କୁହନ୍ତୁ, ମୁଁ ତ କହିବି ଇଏ ହଉଛି ଗୋଟେ ପଥର ପଥର ପଥର। ଆମେ ହଉଛି ମାନବ, ଆମ ଭାଗ୍ୟରେ କଣ ଅଛି କଣ ନାହିଁ ସେ ଜାଣିଛନ୍ତି। ତାଙ୍କ ବିଷୟରେ ଏମିତି କହିବା ଭୁଲ। ହେଲେ ୟା ଛଡା ଆମେ ଆଉ କଣ କରିପାରିବା କୁହ? ଅଛି ଅଛି ରାଜକୁମାରୀ, ଗୋଟିଏ ଉପାୟ ଅଛି। ଏ ପଥର ମୂର୍ତ୍ତିରେ ମୁଣ୍ଡ ବାଡ଼େଇଲେ କିଛି ଲାଭ ହବନି, ବରଂ ନିଜ ମୁଣ୍ଡ ଫାଟି ଲହୁଲୁହାଣ ହେଇଯିବେ। କିନ୍ତୁ ରାଜକୁମାରୀ, ମୁଁ ଏମିତି ଜଣେ ବ୍ୟକ୍ତିଙ୍କୁ ଜାଣିଛି ଯିଏକି ତାଙ୍କ ପାଖକୁ ଗଲା ମାତ୍ରକେ, ମୁଖ ଦେଖିଲା ମାତ୍ରେ ସେ କହିଦେଇ ପାରନ୍ତି ଆଗ ପଛ ଭବିଷ୍ୟତ କଥା କହିଦେଇ ପାରନ୍ତି। କଣ କହିଲ? ହଁ, ଆଉ ସିଏ ହଉଛନ୍ତି ତ୍ରିକାଳଦର୍ଶୀ ବାବା। କାଳଦର୍ଶୀ ବାବା? ହଁ ରାଜକୁମାରୀ। ହେଲେ ସେ ବାବା ଜଣକ ଅଛନ୍ତି କୋଉଠି? ଅଛନ୍ତି ଆମ ଏଇ ସୌନ୍ଦର୍ଯ୍ୟ ନଗରୀ ରାଜ୍ୟରେ ଯୋଉ ଜଙ୍ଗଲ ଅଛି, ସେଇ ଜଙ୍ଗଲ ମଧ୍ୟରେ ଗୋଟିଏ ଆଶ୍ରମ ଅଛି। ସେଇ ଆଶ୍ରମ ମଧ୍ୟରେ ସିଏ ସେଠି ଅଛନ୍ତି। ଏ ଗୁମସ୍ତା, ରାଜକୁମାରୀ, ମତେ ତାଙ୍କ ପାଖକୁ ନେଇକି ଚାଲ। ନିଶ୍ଚୟ ନେଇକି ଯିବେ ରାଜକୁମାରୀ। ମୁଁ ତାଙ୍କୁ ଦର୍ଶନ କରିବାକୁ ତାହେଲେ ଚାଲନ୍ତୁ ରାଜକୁମାରୀ। ଗୁମସ୍ତା, ରାଜକୁମାରୀ, ଶୀଘ୍ର ରାଜମହଲକୁ ଯାଇକି ଯିବା ପାଇଁ ସବୁ ବ୍ୟବସ୍ଥା କର। ଠିକ ଅଛି, ତାହେଲେ ଯିବା। ଟିକେ ଅପେକ୍ଷା କର, ଠିକ ଅଛି ଆମେ ରାଜକୁମାରୀ। ସାଙ୍ଗ ହେଇକି ଯିବା। ଠିକ ଅଛି ରାଜକୁମାରୀ। ଏ ବଉଲା, ଆଲୋ ଏ ସଙ୍ଗତେ। ହ୍ୟାଲୋ। ବଉଲ ମାନେ? ତମେ ତ ଜାଣିଛ ମୁଁ ଏକୁଟିଆ ଏ ଝିଅ ପିଲାଟା ଏତେ ବଡ ରାଜ୍ୟକୁ ଶାସନ କରୁଛି। ହ୍ୟାଲୋ। ମୋ ଉପରେ ଏତେ ବଡ ରାଜ୍ୟର ବୋଝ। ବଉଲ, ହ୍ୟାଲୋ ରାଜକୁମାରୀ, ଏତିକିରେ ଖେଳଟା ଆମେ ଶେଷ କରିଦବା। ସଙ୍ଗାତେଲ, ହଁ, ପୂଜାବିଧି ବି ସରିଯାଇଛି, ଆମର ଖେଳ ମଧ୍ୟ ଶେଷ ହେଇଯାଇଛି। ଏଥର ତମେ ମଧ୍ୟ ନିଜ ନିଜ ଗୃହକୁ ଚାଲିଯାଅ। ହେଲେ ଆଉ ମତେ ବି ଯିବାକୁ ଦିଅଲୋ। ହେଲେ ରାଜକୁମାରୀ, ହଁ, ତମ ବିନା ଏଇ ଉଦ୍ୟାନଟା ପୁରା ଚିହ୍ନା ଲାଗିଯିବ। କିଏ କହିଲା ଖାଲି ରାଜକୁମାରୀ ଯିବେ? ରାଜକୁମାରୀ ଯିବେ ବାବାଙ୍କ ସହିତ ଆଶ୍ରମକୁ, ଆଉ ତମେ ମାନେ ଚାହିଁବ ମୋ ସହିତ ଆସିପାରିବ ହେଲା। ନା 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 ନା। ଆଲୋ ଏ ରୂପା, ଏ କଣ ହେଇଛି ତମର? ଏମିତି ମୁହଁଟାକୁ ଶୁଖେଇ ଦେଇଛ କଣ ପାଇଁ? ଏଇ ଯେ ମା, ହଁ, ମୁଁ ତମ ସହିତ ଜମା କଥା ହେବାକୁ ଚାହେଁନି ମା। କଣ ପାଇଁ ମ? ନାଇଁ ନାଇଁ, ଜମା କଥା ହେବିନି, କଟି କରିଛି ତମ ସହିତ। ଆଲୋ ଏ ଫୁଲେ, ହଁ, ମୁଁ ଜାଣିଛି ତମେ ମୁଁ ଏଠି ଚାଲି ଯାଉଛି ବୋଲି ମନ ଉଣା କରିଛ ନା? ହଁ, ତମେ ତ ବହୁତ ଭଲ ଭାବରେ ଜାଣିଛ। ଏଣିକିରୁ ଏଣିକି ହେଲେ ଗୋଟେ ମୁହୂର୍ତ୍ତ ପାଇଁ ବି ଅଲଗା ହେଲେ ଗ୍ରାମର ଭାଇମାନଙ୍କୁ ଅନୁରୋଧ,
ଏ ବୋଲ ଶୃଙ୍ଖଳା ରକ୍ଷା ସତେଲୋ କରନ୍ତୁ। କାହିଁକି ତମେ ଗ୍ରାମର କଥା ଶୁଣିଲେ? ଭାଇମାନଙ୍କୁ ମୋ ଅନୁରୋଧ, ଆଖିରୁ ପାଣି ଆପେ ଆପେ ସମସ୍ତେ ବାହାରି ପଡେ। ଶାନ୍ତି ଏ, ଶୃଙ୍ଖଳା ରକ୍ଷା କରନ୍ତୁ। ସତେଲୋ ବୋଲ ତମେ କଣ ଆମକୁ ଛାଡ଼ି ସତରେ ଆଜି ଚାଲି ଯାଉଛ ନା କଣ ମ? ନା ମ, ଆମେ ଆଉ ଥରେ କାଲି ଦେଖା ହେବା ହେଲେ ଏ ଯେ ମା ବୁଝିବା ପାଇଁ ଜାଣିଛ ହଁ ତମ କଥା ନ ମତେ ବହୁତ ମନେ ପଡିବଲୋ। ରାଜକୁମାରୀ ଏଠି ଆମେ ବିଳମ୍ବ କରିବାନି, ଯେତେ ବିଳମ୍ବ କରିବା ଆମ ପାଇଁ ସେତେ ଇଏ ହବ। ଆମେ ଯିବା, ଯିବା। ହେଲେ ଜାଣିଛ ଶୀଘ୍ର ଚାଲି ଆସିବ। ଆଲେ ଏ ସାଙ୍ଗ ହାଲୋ ଆଲେ ଏ ମକର ତମ ଦି କାନରେ ଶୁଣିଲ ଆଉ ଦି ଆଖିରେ ଦେଖିନେଲେ ତ ହାଲୋ ଆମ ରାଜକୁମାରୀ କଣ କହିଲେ? ଏ ଜାଣିଛ ସେ ନା ଆଜି ଆମକୁ ଏକୁଟିଆରେ ଛାଣି ଦେଇ ସେ କୁମସ୍ତା ସହିତ ଚାଲିଗଲେ। ହାଲୋ ଜାଣିଛ ତମେ ମାନେ ତ ବହୁତ ଭଲ ଭାବରେ ଜାଣିଛ ଆମ ରାଜକୁମାରୀ ଛୋଟ ବେଳେ ଯେମିତି ଜିଦି ଥିଲେ ଲ ତାଙ୍କ ଜିଦିରେ ଆଜି ବି ଏ ବୟସରେ ଅଟଳ। ହାଲୋ ଏ ଭଉଣୀ ମାନେ ହାଲୋ ମୁଁ ଏଠୁ ଆଉ ରହିବାକୁ ଚାହୁଁନି ମ। ହାଲୋ ଭଉଣୀ, ହଁ ମୁଁ ତ ଏଇଠି ରହିବିନି ଲୋ। ତାହେଲେ ଆସଲ ସମସ୍ତେ ନିଜ ନିଜ ଉଆସକୁ ଚାଲିଯିବା ଲୋ। ହାଲୋ ତାହେଲେ ଆସଲ। ହାଲୋ